କୁଜିଗେଣ୍ଡା ମାନେ ମୁଁ ତୁମ ମନେ ପକେଇ ଦେବାକୁ ଚାହୁଁଛି। ମନେ ଅଛି ଯେତେବେଳେ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ହେଇଥିଲା, ଆପଣମାନେ କ'ଣ କହିଥିଲେ? ଆଉ କିଛି ବିସ୍କୁଟ ମିଡ଼ିଆ ମାନେ କହିଥିଲେ ଯେ ସେ ତାଙ୍କ ନିଜ ଲୋକ ତାଙ୍କ ନିଜ ଉପରେ ଆକ୍ରମଣ କରି ସେଠି ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛନ୍ତି ମା ବିରଜା ବାଟିରେ। କିନ୍ତୁ ଆଜି ମୁଁ ମନେ ପକେଇ ଦେଉଛି, ଇଏ ସେଇ ଜିତୁ ବାବୁଙ୍କର ଚାମଚା ମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। କାହିଁକି ନା ପାହାଡ଼ ଆବଣ୍ଟନକୁ ନେଇକରି ଆକ୍ରମଣ ହେଇଛି, କିନ୍ତୁ ସିଏ ବିଜେପି ଉପରେ ଦୋଷାରୋପ କରୁଛନ୍ତି। ଏଠି ନବୀନ ବାବୁ ଆସିଗଲେ ଯେ ଓଡ଼ିଶାରେ ପୁରା ଆଇନ ସୁରକ୍ଷା ପୁରା ବିଶୃଙ୍ଖଳିତ, ଆ ଉପରେ ନିହାତି ଭାବରେ ପଦକ୍ଷେପ ନେବା ଦରକାର। ନବୀନ ବାବୁ କହିଲେ ଆଗରୁ କେଉଁଠୁ ଶୁଣିଥିଲା ନବୀନ ବାବୁ? ଯେତେବେଳେ ଆର୍ଟିଆଇ କର୍ମୀଙ୍କ ଉପରେ ବୋମା ମାଡ଼ ହେଇଥିଲା, ତାଙ୍କ ସ୍ତ୍ରୀ ଯେତେବେଳେ ଯାଇକି ଅଭିଯୋଗ କରୁଥିଲେ, ସେତେବେଳେ କାହିଁକି ଆପଣ ଶୁଣୁନଥିଲେ? କିନ୍ତୁ ଏବେ ଯେତେବେଳେ ନିଜ ଦଳୀୟ କର୍ମୀମାନଙ୍କ ଉପରେ ଆକ୍ରମଣ ହେଉଛି କି ନିଜ ପୂର୍ବତନ ବିଧାୟକମାନଙ୍କ ଉପରେ ଆକ୍ରମଣ ହେଉଛି, ନବୀନ ବାବୁ ଆସିଯାଉଛନ୍ତି, ଇଏ କରିଦେଉଛନ୍ତି। କ'ଣ ପାଇଁକା? ଆଗରୁ କେଉଁଠି ଥିଲ, ଏବେ ଆସୁଛ? ଇଏ ଗୁଣ ରାଜନୀତି ଛାଡ଼। ତମେ କଲେ ଲୀଳା, ଆଉ କିଏ କଲେ କିଳା? ନାଇଁ ମୁଁ ଏମିତି ହୁଏନି ଆମ